हेलो माय डियर स्टूडेंट, वेलकम बैक टू माय यूट्यूब चैनल सोना क्लासेस। आज आम डिस्कसन करिया पिला माने वेस्टेड पेपर 2 2026 माने सोशल साइंस। तो आम आगे डिस्कसन करें। आज आम ओडिया डिस्कसन करिया बोले तार माने एमसीक्यू ओडियार एमसीक्यू किछि क्वेश्चन आंसर डिस्कसन करबा आज। देखा बोले क्वेश्चन नंबर 1, वंदे उत्कल जननीर रचयिता किए? लक्ष्मीकांत महापात्र। नेक्स्ट ला क्वेश्चन बोले 6 माण 8 गुंठर लेखक किए? फकीरमोहन सेनापति। ओडिया भाषार प्रथम मुद्रित पुस्तक केउटी? वर्णबोध। वर्णबोध रचयिता किए? मधुसूदन राओ। रेवती गल्पर लेखक किए? फकीरमोहन सेनापति। कारक काहाकु कुहाଯାଏ? वाक्य पदमानंकर परस्पर संपर्क को कारक कुहाଯାଏ। कारक काहाकु कुहाଯାଏ? वाक्य पदमानंकर परस्पर संपर्क को कारक कुहाଯାଏ। सुंदर शब्दटी केउ पद? विशेषण पद। सुंदर शब्दटी केउ पद? विशेषण पद। राम स्कूल को जाए, एठा राम केउ कारक? कर्ता कारक। राम स्कूल को जाए, एठारे राम हेउची कर्ता कारक। दिन राति केउ प्रकार समास? द्वंद्व समास। दिन राति द्वंद्व समास। नीलकंठ केउ समासर उदाहरण? नीलकंठ केउ समासर उदाहरण? बहुब्रीहि समास। नीलकंठ केउ समासर उदाहरण? बहुब्रीहि समास। अग्निर प्रतिशब्द केउटी? अनल। अनल हेछि माने अग्नि। आकाशर प्रतिशब्द केउटी? गगन। सुखर विपरीत शब्द केउटी? दुख। जे अन्यर उपकार करे, एक पदरे कण हब? परोपकार। आखिरे धूली देबा केउ प्रकारर अर्थ? रूढ़ी। तापर देख पिले एट पेपर 2 वेस्टेड 2026 ओडिया 100 मोस्ट इम्पोर्टेंट एमसीक्यू प्रैक्टिस क्वेश्चन आंसर देख। ओडिया साहित्य 6 माण 8 गुंठ रचयिता किए? फकीरमोहन सेनापति। रेवती गल्पर लेखक किए? फकीरमोहन सेनापति। वंदे उत्कल जननी रचयिता किए? लक्ष्मीकांत महापात्र। स्वभाव कवि भावे किए परिचित? गंगाधर मेहेर। उत्कलमणि उपाधि काहार? गोपबंधु दासकर। व्यास कवि किए? फकीरमोहन सेनापति। वर्णबोध रचयिता किए? मधुसूदन राओ। हे प्रभु कवितारे कविंका मुख्य भाव कौन? भक्ति भाव। हे प्रभु कवितारे कविंकर मुख्य भाव हेउछि पिले भक्ति भाव। ओडिया भाषार प्रथम संवादपत्र केउटी? उत्कल दीपिका। ओडिया भाषार प्रथम संवादपत्र केउटी? उत्कल दीपिका। उत्कल दीपिकार संपादक किए? गौरीशंकर राय। राधानाथ रायଙ୍କ प्रसिद्ध काव्य केउटी? चंद्रभागा। प्रसिद्ध काव्य हेउछि तांकर चंद्रभागा। तपस्विनीर रचयिता किए? गंगाधर मेहेर। माटीर मणिषर लेखक किए? कालिंदी चरण पाणिग्राही।
ମାଟିର ମଣିଷ କାଳିନ୍ଦୀ ଚରଣ ପାଣିଗ୍ରାହୀ ଲେଖିଛନ୍ତି। ଦାଦା ବୁଢ଼ାର ଲେଖକ କିଏ? ଗୋପୀନାଥ ମହାନ୍ତି। ଦାଦା ବୁଢ଼ାର ଲେଖକ କିଏ? ଗୋପୀନାଥ ମହାନ୍ତି। ପଦ୍ମଭୂଷଣ ପୁରସ୍କାର ପାଇଥିବା ପ୍ରସିଦ୍ଧ ଓଡ଼ିଆ ସାହିତ୍ୟିକ କିଏ? ଗୋପୀନାଥ ମହାନ୍ତି। ପଦ୍ମଭୂଷଣ ପୁରସ୍କାର ପାଇଥିବା ପ୍ରସିଦ୍ଧ ଓଡ଼ିଆ ସାହିତ୍ୟିକ କିଏ? ଗୋପୀନାଥ ମହାନ୍ତି। ତାପରେ ଦେଖ ପିଲେ ଭାଗ 2 ବ୍ୟାକରଣ। ଭାଷାର ମୂଳ ଉପାଦାନ କ'ଣ? ଶବ୍ଦ। ଭାଷାର ମୂଳ ଉପାଦାନ ହେଲା ଶବ୍ଦ। ରାମ କେଉଁ ପଦ ବିଶେଷ୍ୟ ପଦ? ରାମ କେଉଁ ପଦ ବିଶେଷ୍ୟ ପଦ? ସୁନ୍ଦର ଫୁଲରେ ସୁନ୍ଦର କେଉଁ ପଦ ବିଶେଷଣ? ସେ ସ୍କୁଲ ଯାଏ ସେ କେଉଁ ପଦ ସର୍ବନାମ? ଖାଉଛି କେଉଁ ପଦ କ୍ରିୟା? ଏବଂ କେଉଁ ପଦ ଅବ୍ୟୟ? ଅ କେଉଁ ପ୍ରକାରର ବର୍ଣ୍ଣ? ସ୍ୱରବର୍ଣ୍ଣ ହେଉଛି ଅ। ଓଡ଼ିଆ ବର୍ଣ୍ଣମାଳାରେ ସ୍ୱରବର୍ଣ୍ଣ କ'ଣ? ଯେଉଁ ବର୍ଣ୍ଣ ସ୍ୱୟଂ ଉଚ୍ଚାରିତ ହୁଏ। ରାମ ଭାତ ଖାଏ ବାକ୍ୟରେ ରାମ କେଉଁ କାରକ? କର୍ତ୍ତା କାରକ। ରାମ ଭାତ ଖାଏରେ ଭାତ କେଉଁ କାରକ? କର୍ମ କାରକ। ଘରେ ରହେରେ ଘରେ କେଉଁ କାରକ? ଅଧିକରଣ କାରକ। ଘରେ ରହେ ଘରେ ହେଉଛି ଅଧିକରଣ କାରକ। କଲମରେ ଲେଖେ ରେ କଲମରେ କେଉଁ କାରକ? କରଣ କାରକ। କଲମରେ କରଣ କାରକ। ଗଛରୁ ଫଳ ପଡ଼ିଲା ଗଛରୁ କେଉଁ କାରକ? ଅପାଦାନ କାରକ। ଗଛରୁ ଫଳ ପଡ଼ିଲା ଗଛରୁ ଅପାଦାନ କାରକ। ପିଲାକୁ ବହି ଦେଲି ରେ ପିଲାକୁ କେଉଁ କାରକ? ପିଲାକୁ ବହି ଦେଲି ରେ ପିଲାକୁ କେଉଁ କାରକ? ସମ୍ପ୍ରଦାନ କାରକ। ପିଲାକୁ ବହି ଦେଲି ରେ ପିଲାକୁ ସମ୍ପ୍ରଦାନ କାରକ। ପିଲାକୁ ବହି ଦେଲି ରେ ପିଲାକୁ ସମ୍ପ୍ରଦାନ କାରକ। ତାପରେ ରାମର ବହିରେ ରାମର କେଉଁ କାରକ? ସମ୍ବନ୍ଧ କାରକ। ରାମର ବହି ରାମର ସମ୍ବନ୍ଧ କାରକ। ତାପରେ ଦେଖ ପିଲେ ସନ୍ଧି ଓ ସମାସ। ଦୁଇଟି ବର୍ଣ୍ଣର ମିଳନକୁ କ'ଣ କୁହାଯାଏ? ସନ୍ଧି କୁହାଯାଏ। ଦୁଇଟି ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ। ସନ୍ଧିର ପ୍ରଧାନ ପ୍ରକାର କେତୋଟି? 3ଟି। 3 ପ୍ରକାରର ସନ୍ଧି ଅଛି। ହିମଯୁକ୍ତ ଆଳୟର ସନ୍ଧି ରୂପ କ'ଣ? ହିମାଳୟ। ହିମାଳୟ ଏ ହେଉଛି ତା ରାଇଟ୍ ଆନ୍ସର୍। ବିଦ୍ୟାଯୁକ୍ତ ଆଳୟର ରୂପ କ'ଣ? ବିଦ୍ୟାଳୟ। ଦିନ ରାତି କେଉଁ ସମାସ? ଦ୍ୱନ୍ଦ୍ୱ ସମାସ। ନୀଳକଣ୍ଠ କେଉଁ ସମାସ? ବହୁବ୍ରୀହି ସମାସ ନୀଳକଣ୍ଠ। ରାଜପୁତ୍ର କେଉଁ ସମାସ? ତତ୍ପୁରୁଷ। ରାଜପୁତ୍ର ତତ୍ପୁରୁଷ ସମାସ। ଯଥାଶକ୍ତି କେଉଁ ସମାସ? ଅବ୍ୟୟୀଭାବ ସମାସ। ଯଥାଶକ୍ତି ଅବ୍ୟୟୀଭାବ ସମାସ। ତ୍ରିଭୁଜ କେଉଁ ସମାସର ଉଦାହରଣ? ଦ୍ୱିଗୁ। ତ୍ରିଭୁଜ କେଉଁ ସମାସର ଉଦାହରଣ? ଦ୍ୱିଗୁର ଉଦାହରଣ। ମାତା ପିତା କେଉଁ ସମାସ? ଦ୍ୱନ୍ଦ୍ୱ ସମାସ। ମାତା ପିତା କେଉଁ ସମାସ? ଦ୍ୱନ୍ଦ୍ୱ ସମାସ। ତାପରେ ଦେଖ ପିଲେ
ପ୍ରତିଶବ୍ଦ, ବିପରୀତ ଶବ୍ଦ ଓ ଏକପଦୀ। ଆକାଶର ପ୍ରତିଶବ୍ଦ ମାନେ ଆକାଶର ପ୍ରତିଶବ୍ଦ ହେଉଛି ଗଗନ। ସୂର୍ଯ୍ୟର ପ୍ରତିଶବ୍ଦ ରବି। ଚନ୍ଦ୍ରର ପ୍ରତିଶବ୍ଦ ଶଶୀ। ଶଶୀ ମାନେ ଚନ୍ଦ୍ର। ଜଳର ପ୍ରତିଶବ୍ଦ ନୀର। ନୀର ମାନେ ଜଳ। ଜଳର ପ୍ରତିଶବ୍ଦ ନୀର। ଅଗ୍ନିର ପ୍ରତିଶବ୍ଦ ଅନଳ। ଆଲୋକର ବିପରୀତ ଶବ୍ଦ କଣ? ଅନ୍ଧକାର। ସୁଖର ବିପରୀତ ଶବ୍ଦ ଦୁଃଖ। ଆଦିର ବିପରୀତ ଶବ୍ଦ ଅନ୍ତ। ଯେ ଅନ୍ୟର ଉପକାର କରେ ଏକ ପଦରେ କଣ? ପରୋପକାରୀ। ଯେ ସବୁକିଛି ଜାଣେ ସର୍ବଜ୍ଞ। ଯେ ଦେଶକୁ ଭଲ ପାଏ ଦେଶପ୍ରେମୀ। ଯେ କେବେ ମରେ ନାହିଁ ଅମର। ଯେ ଅନ୍ୟ ଦୋଷ ଦେଖେ ଦୋଷଦର୍ଶୀ। ଯେ ଅଳ୍ପ କଥା କହେ ଏକ ପଦରେ କଣ? ମିତଭାଷୀ। ଯେ ଅଳ୍ପ କଥା କହେ ସେ ହେଉଛି ମିତଭାଷୀ। ଯେ ଅଧିକ କଥା କହେ ଏକ ପଦରେ କଣ? ଯେ ଅଧିକ କଥା କହେ ବାଚାଲ। ଯେ ଅଧିକ କଥା କହେ କଣ ପିଲେ? ବାଚାଲ। ରୂଢ଼ି, ପ୍ରବଚନ, ଅଳଙ୍କାର। ଆଖିରେ ଧୂଳି ଦେବାର ଅର୍ଥ କଣ? ଆଖି ପ୍ରତାରଣା କରିବା। ଆଖିରେ ଧୂଳି ଦେବାର ଅର୍ଥ ହେଲା ତମର ପ୍ରତାରଣା କରିବା। ଆଖିରେ ଧୂଳି ଦେବାର ଅର୍ଥ ହେଲା ପ୍ରତାରଣା କରିବା। ମୁଣ୍ଡରେ ହାତ ଦେବାର ଅର୍ଥ ହେଲା ଦୁଃଖରେ ପଡ଼ିବା। ନାକ କାଟିବାର ଅର୍ଥ ହେଲା ଅପମାନ କରିବା। ନାକ କାଟିବାର ଅର୍ଥ ହେଲା ଅପମାନ କରିବା। ହାତ ଗୋଡ଼ ବାନ୍ଧିବାର ଅର୍ଥ କଣ? ବାଧା ଦେବା। ହାତ ଗୋଡ଼ ବାନ୍ଧିବାର ଅର୍ଥ ହେଉଛି ବାଧା ଦେବା। ଅତି ଲୋଭରେ ତନ୍ତୀ ହରାଏ କଣ? ପ୍ରବଚନ। ଅତି ଲୋଭରେ ତନ୍ତୀ ହରାଏ ଏଟା ହେଉଛି ପ୍ରବଚନ। ଉପମା ଅଳଙ୍କାରରେ ସାଧାରଣତଃ କେଉଁ ଶବ୍ଦ ବ୍ୟବହୃତ ହୁଏ? ପରି, ସମ। ଉପମା ଅଳଙ୍କାରରେ ସାଧାରଣତଃ କେଉଁ ଶବ୍ଦ ତମର ବ୍ୟବହୃତ ହୁଏ? ପରି ଓ ସମ ଶବ୍ଦ ବ୍ୟବହୃତ ହୁଏ। ତାହାର ମୁହଁ ଚନ୍ଦ୍ର ପରି। କେଉଁ ଅଳଙ୍କାର? ଉପମା ଅଳଙ୍କାର। ମୁହଁଟି ଚନ୍ଦ୍ର କେଉଁ ଅଳଙ୍କାର? ରୂପକ ଅଳଙ୍କାର। ମାନେ ମୁହଁଟି ଚନ୍ଦ୍ର କେଉଁ ଅଳଙ୍କାର? ରୂପକ ଅଳଙ୍କାର। ଏକେ ବର୍ଣ୍ଣ ବା ଧ୍ୱନିର ଏକେ ବର୍ଣ୍ଣ ବା ଧ୍ୱନିର ପୁନରାବୃତ୍ତିକୁ କେଉଁ ଅଳଙ୍କାର କୁହାଯାଏ? ଅନୁପ୍ରାସ ଅଳଙ୍କାର କୁହାଯାଏ। ଏକେ ବର୍ଣ୍ଣ ବା ଧ୍ୱନିର ପୁନରାବୃତ୍ତିକୁ ଏକେ ବର୍ଣ୍ଣ ବା ଧ୍ୱନିର ପୁନରାବୃତ୍ତିକୁ କେଉଁ ଅଳଙ୍କାର କୁହାଯାଏ? ଅନୁପ୍ରାସ ଅଳଙ୍କାର କୁହାଯାଏ। ମାନେ
एके वर्ण बा पुनरावृत्ति को अनुप्रास अलंकार कुहाଯାଏ। चंचल चपल चाहाणी केउं अलंकार? अनुप्रास अलंकार। चंचल चपल चाहाणी केउं अलंकार? अनुप्रास अलंकार। चंचल चपल चाहाणी अनुप्रास अलंकार। तापर देख बोले वाक्य भाषा जो वाक्य रे गोटे मात्र समापिका क्रिया थाए ताहाको कौन कहुए? सरल वाक्य। जो वाक्य रे गोटे मात्र समापिका क्रिया थाए सेटा होछि सरल वाक्य। राम आसिला एवं श्याम गला यह केउं वाक्य? यौगिक। जे परिश्रम करे से सफल हुए केउं वाक्य? जटिल। जे परिश्रम करे से सफल हुए एटा केउं वाक्य? जटिल वाक्य। तुमे केउठी जाउछ यह केउं वाक्य? प्रश्नवाचक वाक्य। तुमे केउठी जाउछ? प्रश्नवाचक वाक्य। वाह कि सुंदर दृश्य केउं वाक्य? विस्मय सूचक वाक्य। वाह कि सुंदर दिशे वाह कि सुंदर दृश्य यह केउं वाक्य? जणे सुंदर दिशे यह केउं वाक्य? वाह कि सुंदर दृश्य विस्मय सूचक वाक्य। द्वार बंद कर केउं वाक्य? आज्ञा सूचक वाक्य। मु जीवी नाही निषेधात्मक वाक्य। राम बही पढ़ुछि र कर्मवाच्य कौन? क्वेश्चन नंबर 73 राइट आंसर होछि ए। राम द्वारा बही पढ़ा जाउछि एटा होछि कर्मवाच्य। राम द्वारा बही पढ़ा जाउछि। राम बही पढ़ुछि कर्मवाच्य राम द्वारा बही पढ़ा जाउछि। सीता गीता गाएर कर्मवाच्य कौन? सीता द्वारा गीत गाया जाए। से काली जीव केउं काल? भविष्यत काल। शिक्षण पद्धति भाषा शिक्षण। देख बोले भाषा शिक्षण प्रमुख उद्देश्य कौन? जोगाजोग दक्षता विकास। भाषा शिक्षण प्रमुख उद्देश्य कौन? भाषा शिक्षण प्रमुख उद्देश्य कौन पिले? तमरा जोगाजोग दक्षता विकास। भाषार चारिटी मुख्य दक्षता केउटी? शुणिबा कहिबा पढ़िबा लेखिबा। शुणिबा कहिबा पढ़िबा लेखिबा। भाषा शिक्षण रे लिसनिंग रो अर्थ कौन? शुणिबा। स्पीकिंग रो अर्थ कौन? कहिबा। भाषा शिक्षण रे भाषा शिक्षण रे श्रवण दक्षता काहेकि गुरुत्वपूर्ण? भाषा बुझिया पाई। मातृभाषा शिक्षण रे शिशुर पूर्व ज्ञान को किपरि व्यवहार करिबा उचित? शिक्षण सहित संयोग करिबा। भाषा शिक्षण रे गल्प कहिबार मुख्य लाभ कौन? शब्द भंडार और कल्पना शक्ति बढ़ाए। शब्द भंडार और कल्पना शक्ति बढ़ाए। भाषा शिक्षण रे चित्र हृदय भाषा शिक्षण रे भाषा शिक्षण रे चित्र व्यवहार क्यों दक्षता को सहायता करे? अर्थबोध और शब्द भंडार। शिशु केंद्रिक माने
ଶିଶୁ କେନ୍ଦ୍ରିକ ଶିକ୍ଷଣରେ ଶିକ୍ଷକଙ୍କର ଭୂମିକା କ'ଣ? ସୁବିଧାଦାତା, ମାର୍ଗଦର୍ଶକ। ମାନେ ଶିଶୁ କେନ୍ଦ୍ରିକ ଶିକ୍ଷଣରେ ଶିକ୍ଷକଙ୍କ ଭୂମିକା ମାନେ ଶିଶୁ କେନ୍ଦ୍ରିକ ଶିକ୍ଷଣରେ ଶିକ୍ଷକଙ୍କ ଭୂମିକା କ'ଣ? ସୁବିଧାଦାତା, ମାର୍ଗଦର୍ଶକ। ଭାଷା ଶିକ୍ଷଣରେ ଭୁଲ କରୁଥିବା ଛାତ୍ରଙ୍କ ପ୍ରତି ଶିକ୍ଷକଙ୍କ ଆଭିମୁଖ୍ୟ କ'ଣ ହେବା ଉଚିତ? ଭାଷା ଶିକ୍ଷଣରେ ଭୁଲ କରୁଥିବା ଛାତ୍ରଙ୍କ ପ୍ରତି ଶିକ୍ଷକ ଆଭିମୁଖ୍ୟ କ'ଣ ହେବା ଉଚିତ? ଭୁଲ ସୁଧାରିବାକୁ ସହାୟତା କରିବା। ଫର୍ମେଟିଭ୍ ଆସେସମେଣ୍ଟ କେବେ କରାଯାଏ? ଶିକ୍ଷଣ ପ୍ରକ୍ରିୟା ସମୟରେ କରାଯାଏ। ଡାୟଗ୍ନୋଷ୍ଟିକ୍ ଟେଷ୍ଟର ଉଦ୍ଦେଶ୍ୟ କ'ଣ? ଛାତ୍ରଙ୍କ ଶିକ୍ଷଣ ସମସ୍ୟା ଚିହ୍ନଟ କରିବା ଡାୟଗ୍ନୋଷ୍ଟିକ୍ ଟେଷ୍ଟ। ରିମେଡିଆଲ ଟିଚିଂ କାହା ପାଇଁ ଅଧିକ ଉପଯୋଗୀ? ଶିକ୍ଷଣରେ ଅସୁବିଧା ଥିବା ଛାତ୍ର ପାଇଁ। ରିମେଡିଆଲ ଟିଚିଂ କାହା ପାଇଁ ଅଧିକ ଉପଯୋଗୀ? ଶିକ୍ଷଣରେ ଅସୁବିଧା ଥିବା ଛାତ୍ରଙ୍କ ପ୍ରତି। ଭାଷା ଶିକ୍ଷଣରେ ଗ୍ରୁପ୍ ଡିସ୍କସନର ମୁଖ୍ୟ ଲାଭ କ'ଣ? କହିବା, ଯୋଗାଯୋଗ ଦକ୍ଷତା ବିକାଶ। ପଠନ ଦକ୍ଷତା ବିକାଶ ପାଇଁ କେଉଁଟି ଅଧିକ ଉପଯୋଗୀ? ନିୟମିତ ପଠନ ଅଭ୍ୟାସ। ତା ଦେଖ ପିଲେ ଉଚ୍ଚ ସ୍ତରୀୟ ମିଶ୍ର MCQ। ଉଚ୍ଚତରୀୟ ମିଶ୍ରୀୟ MCQ। ଗୁରୁର ସ୍ତ୍ରୀଲିଙ୍ଗ ରୂପ କ'ଣ? ଗୁରୁଣୀ। ପୁତ୍ରର ସ୍ତ୍ରୀଲିଙ୍ଗ କ'ଣ? ପୁତ୍ରୀ। ମୁ'ର ବହୁବଚନ କ'ଣ? ଆମେ। ସେର ବହୁବଚନ କ'ଣ? ସେମାନେ। କରିବା କେଉଁ ପ୍ରକାର ଶବ୍ଦ? ଧାତୁ। କରିବା ହେଉଛି ଧାତୁ ପ୍ରକାର ଶବ୍ଦ। ଅଶାନ୍ତି ଶବ୍ଦରେ ଉପସର୍ଗ କେଉଁଟି? ଅ। ମିଠାପଣା। ତାପରେ ଭାବିଲେ କରିବା କେଉଁ ପ୍ରକାର ଶବ୍ଦ? ଧାତୁ। ଅଶାନ୍ତି ଶବ୍ଦର ଉପସର୍ଗ ହେଉଛି ଅ। ମିଠାପଣ ଶବ୍ଦର ପ୍ରତ୍ୟୟ କେଉଁଠି? ପଣ। ମିଠାପଣ ଶବ୍ଦରେ ପ୍ରତ୍ୟୟ କେଉଁଠି? ପଣ। ସତ୍ୟବାଦୀ ଶବ୍ଦର ଅର୍ଥ କ'ଣ? ସତ୍ୟ କହୁଥିବା ବ୍ୟକ୍ତି। ଓଡ଼ିଆ ଭାଷାର ଶିକ୍ଷଣରେ ସୃଜନଶୀଳ ଲେଖନର ଉଦ୍ଦେଶ୍ୟ କ'ଣ? ନିଜସ୍ୱ ଚିନ୍ତା ଓ ଅଭିବ୍ୟକ୍ତି ବିକାଶ। ଓଡ଼ିଆ ଭାଷାରେ ଶିକ୍ଷଣରେ
सृजनशील लेखनर उद्देश्य कौन? निजस्व चिंता अभिव्यक्ति विकास। भाषा शिक्षण रे सर्वोत्तम पद्धति केउटी? छात्रंक सक्रिय अंशग्रहण सहित कार्यकलापमूलक विषय। भाषा शिक्षण रे सर्वोत्तम पद्धति केउटी? छात्रंक सहित अंशग्रहण सहित भाषा शिक्षण सर्वोत्तम पद्धति केउटी? छात्रंक सक्रिय अंशग्रहण करे सहित कार्यकलापमूलक शिक्षण। आज भिडियो को ये रखुच्छे पे भिडियो जब भल लगे तो लाइक करूँ, सब्सक्राइब करूँ, बेल आइकन क्लिक करके प्रथम सब्सक्राइब करूँ, लाइक करूँ, शेयर करूँ। थैंक यू सो मच।